ଆଜି ଆମେ ପ୍ରସ୍ତୁତ କରିବା ବିନା ପିଆଜ ରସୁଣରେ ମନ୍ଦିର ପରି ଘାଣ୍ଟ। ଏମିତି ଘାଣ୍ଟ ପ୍ରସ୍ତୁତ କଲେ ପୁରା ଘର ମହକି ଉଠିବ ଆଉ ସମସ୍ତଙ୍କୁ ଏହି ଘାଣ୍ଟ ବହୁତ ପସନ୍ଦ ଆସିବ। ଏମିତି ଘାଣ୍ଟ ପ୍ରସ୍ତୁତ କଲେ ପିଆଜ ରସୁଣ ଘାଣ୍ଟ ବି ୟା ପାଖରେ ଫିକା ଲାଗିବ। ନମସ୍କାର ଦର୍ଶକ ବନ୍ଧୁ, ମୋ ହାତରନ୍ଧା ଚ୍ୟାନେଲକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି। ଆଶା କରୁଛି ଆଜିର ଏହି ରେସିପିଟି ଆପଣମାନଙ୍କୁ ସମସ୍ତଙ୍କୁ ପସନ୍ଦ ଆସିବ। ତ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା ଭିଡ଼ିଓଟିକୁ। ତ ଏଠି ଦେଖନ୍ତୁ, ଆମର ଘାଣ୍ଟ ବନେଇବା ପାଇଁ ଏଠି ମୁଁ ଅଳ୍ପ ଟିକେ ବୁଟ ଡାଲିକୁ ବତୁରେଇ ନେଇଛି, ତା ସହିତ ମଟର ଆଉ କଳା ବୁଟକୁ ମଧ୍ୟ ବତୁରେଇକି ନେଇଛି। ଏଗୁଡ଼ିକ ସବୁ ମୁଁ ରାତିରୁ ବତୁରେଇ ନେଇଥିଲି, ଆପଣମାନେ 4-5 ଘଣ୍ଟା ବତୁରେଇକି ରଖିପାରିବେ। ଏ ତ ଆମର ବୁଟ ଡାଲି ବୁଟ ମଟର ହୋଇଗଲା। ତା ସହିତ ମୁଁ ନେଇଛି ଗଜାମୁଗ। ଗଜାମୁଗ ଏଇଟା ମୁଁ ବତୁରେଇକି ରଖିଥିଲି ଗଜାମୁଗ ପାଇଁ। ପୁରା ଅଳ୍ପ ଟିକେ ଟିକେ ଗଜା ବାହାରିଛି, ବେଶୀ ବାହାରିନି। ତ ଆପଣମାନେ ଟିକେ ଅଧିକା ଗଜା କରିକି ନେଇପାରିବେ। ତ ଏସବୁକୁ ନେଇକି ଆଜି ଆମେ ଘାଣ୍ଟ ପ୍ରସ୍ତୁତ କରିବା। ତ ଏଠି ଦେଖନ୍ତୁ, ଗୋଟେ ପ୍ରେସର କୁକର ନେଇଯାଉଛି। ପ୍ରେସର କୁକରରେ ଆମେ ଏ ଯେଉଁ ବୁଟ ଆଉ ମଟରକୁ ବତୁରେଇକି ରଖିଥିଲେ ତାକୁ ପ୍ରେସର କୁକରରେ ଦେଇଦେବା। ଏ ଦେଖନ୍ତୁ, ଆଉ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ପୁରା ଦେଖନ୍ତୁ। ଭିଡ଼ିଓଟି ପସନ୍ଦ ଆସିଲେ ଗୋଟେ ଲାଇକ୍ କରିଦେବେ ଆଉ ସେୟାର କରିଦେବେ। ଚ୍ୟାନେଲରେ ନୂଆ ଆସୁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତ ଏଠି ମୁଁ ବୁଟ ଦେଇ ସାରିଲିଣି, ଆମର ଯେଉଁଟା ଆମର ଡାଲି ବୁଟ। ତା ସହିତ ଏଠି ଆମେ ଟିକେ ଲୁଣ ପକାଇଦେବା ଆଉ ପାଣି ଦେଇଦେବା। ପାଣି 1 ଇଞ୍ଚ ଉପରକୁ ରଖିକି ଏଥିରେ ଦେବେ, ଯେମିତି ବେଶୀ ଫିଟିବନି କିନ୍ତୁ ସିଝି ଯାଇଥିବ। ତ ଏବେ ଆମେ ପ୍ରେସର କୁକରକୁ ବନ୍ଦ କରିଦେବା। 2ଟି ସିଟି ଆସିବା ପର୍ଯ୍ୟନ୍ତ ଏହାକୁ ମିଡ଼ିୟମ୍ ଫ୍ଲେମ୍ରେ ବସାଇଦେବା। ତ ଏଇ ଯେଉଁ ସାଧା ଘାଣ୍ଟ ପାଇଁ ମୋତେ ଜଣେ ଭିଉଅର୍ସ କମେଣ୍ଟ ସେକ୍ସନରେ ଜଣେଇଥିଲେ, ତ ସେଥିପାଇଁ ଆଜି ମୁଁ ତାଙ୍କ ପାଇଁ ଏଇ ରେସିପିଟା କରିକି ଛାଡ଼ୁଛି। ତ ଦେଖନ୍ତୁ, ଆମର ପ୍ରେସର କୁକରରେ 2ଟି ହୁଇସିଲ୍ ଆସି ସାରିଲାଣି। ଏବେ ଆମେ ଏହାକୁ ପୁରା ହୁଇସିଲ୍ ଯିବା ପର୍ଯ୍ୟନ୍ତ ଛାଡ଼ିଦେବା। ଗ୍ୟାସ୍ର ଫ୍ଲେମ୍କୁ ମୁଁ ବନ୍ଦ କରି ନେଉଛି। ତାପରେ ଯେପର୍ଯ୍ୟନ୍ତ ସିଟି ନ ଯାଇଛି ସେମିତି ତାକୁ ପ୍ରେସର କୁକରଟା ରଖିଦେଇଥିବା। ତ ତାପରେ ଏଠି ଦେଖନ୍ତୁ, ଆମର ମସଲା ପ୍ରସ୍ତୁତି କରିବା। ତ ମସଲା ପାଇଁ ଏଠି ମୁଁ ନେଇଛି ମିଡ଼ିୟମ୍ ସାଇଜ୍ର 2ଟି ଟମାଟୋ। ଟମାଟୋକୁ ଆପଣ କେମିତି ବି କାଟିପାରିବେ, ଯେମିତି ହେଲେ ବି ତ ସେ ବଟାଯିବ। ତା ସହିତ 3-4ଟି କଞ୍ଚା ଲଙ୍କା ନେଇଛି, ଅଦା 1 ଖଣ୍ଡ ନେଇଛି, ଆଉ ଅଳ୍ପ ଟିକେ ନଡ଼ିଆ କୋରା, ମାନେ ଫାଳେ ନଡ଼ିଆର ଅଧା ନେଇଛି କୋରା। ଆଉ ଏପଟେ 1 ଫାଳ ନଡ଼ିଆକୁ ମୁଁ ରଖିଛି ତରକାରୀରେ ଦେବା ପାଇଁ। ଏବେ ଆମେ ଗୋଟେ ମିକ୍ସି ଜାର୍ ନେଇଯିବା। ମିକ୍ସି ଜାର୍ରେ ଆମେ ଏଇ ଯେଉଁ ଟମାଟୋ, କଞ୍ଚା ଲଙ୍କା, ଅଦା ଆଉ ନଡ଼ିଆ ରଖିଥିଲେ ତାକୁ ପକାଇ ଦେବା। ଫ୍ରେଣ୍ଡସ୍, ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ଭିଡ଼ିଓଟିକୁ ପୁରା ଦେଖନ୍ତୁ। ଭିଡ଼ିଓଟି ପସନ୍ଦ ଆସିଲେ ଗୋଟେ ଲାଇକ୍ କରିଦେବେ ଆଉ ସେୟାର କରିଦେବେ। ଯଦି କିଛି ନୂଆ ଭିଡ଼ିଓର ଆବଶ୍ୟକ ଥାଏ ତ ଆପଣମାନେ ମୋତେ କମେଣ୍ଟ ନିଶ୍ଚୟ କରିବେ, ଜଣେଇବେ। ତ ମୁଁ ଚେଷ୍ଟା କରିବି ଆପଣମାନଙ୍କର ମନପସନ୍ଦ ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚାଇବା ପାଇଁ। ତ ତାପରେ ଏଠି ଦେଖନ୍ତୁ, ମୁଁ 2ଟି ଗୁଜୁରାତି ଆଉ ଡାଲଚିନି ଖଣ୍ଡେ ଦେଲି, ଆଉ ଜିରା ଟିକେ ଦେଇ ଏହାକୁ ବାଟି ନେବା। ତ ଏଠି ଦେଖନ୍ତୁ, ମସଲାଟି ମୁଁ ବାଟି ସାରିଲିଣି। ଏଠି ଯେହେତୁ ମୁଁ ଟମାଟୋ ଦେଇଥିଲି ସେଥିରେ ବିଲକୁଲ ବି ମୁଁ ପାଣି ଆଡ଼୍ କରିନି। ଯଦି ପାଣିର ଆବଶ୍ୟକ ଥାଏ ତ ପାଣି ଦେଇପାରିବେ, ନଚେତ୍ ଟମାଟୋରେ ହିଁ ବଢ଼ିଆ ସେ ବାଟି ହୋଇଯିବ। ତାପରେ ଏଠି ଦେଖନ୍ତୁ, ମୁଁ ପରିବାରେ କ'ଣ ନେଇଛି। ପରିବାରେ ଏଠି ମୁଁ 2ଟି ପୋଟଳ ନେଇଛି, ତା ସହିତ 4-5ଟି ବିନ୍ସକୁ ଏମିତି କାଟିକି ନେଇଛି। ଏଠି ମୁଁ କାଙ୍କଣ ନେଇଛି, ଦେଶୀ କାଙ୍କଣ। ଦେଶୀ କାଙ୍କଣ ଛୋଟ ଥିଲେ ବି ମଝିରେ ଭିତରେଟା ଟିକେ ପାଚିଲା ଭଳି ହୋଇକି ମଞ୍ଜି ହୋଇଯାଇଥାଏ। ତ ସେଥିପାଇଁ କି ମଞ୍ଜି ଗୁଡ଼ିକ ମୁଁ ସବୁ କାଢ଼ି ନେଇଛି। ଏଇ ଦେଖନ୍ତୁ, ଗୋଟି ଗୋଟି କରି ମଞ୍ଜି ଏଥିରୁ ମୁଁ କାଢ଼ି ନେଇଛି, ତ ମଞ୍ଜି ଗୁଡ଼ାକ ଭଲ ଲାଗିବନି ଖାଇବା ପାଇଁ। ତାପରେ ଏଠି ମୁଁ ଗାଜର ନେଇଛି, 1 ଗାଜର। ଯଦି ଆପଣମାନେ ଗାଜର ପକାଇବାକୁ ଚାହୁଁନାହାନ୍ତି ତ ତାକୁ ସ୍କିପ୍ କରିପାରିବେ। ତାପରେ ଅମୃତଭଣ୍ଡା ଖଣ୍ଡେ ନେଇଛି, ଆଉ କଖାରୁ ନେଇଛି। କଖାରୁର ଚୋପା ଗୁଡ଼ିକ ମୁଁ ଛଡ଼େଇନି, ଯେହେତୁ କଖାରୁଟି ଗ୍ରୀନ୍ ଅଛି ଉପରୁ, ତ ସେଥିପାଇଁ କି ଏଇ ଚୋପାଟିକୁ ମୁଁ ଛଡ଼େଇନି। କଖାରୁର ଚୋପା ରହିଲେ ବହୁତ ଟେଷ୍ଟି ଲାଗିଥାଏ, ଆପଣମାନେ ଦେଖିପାରୁଛନ୍ତି। ଆଉ ତାକୁ ଟିକେ ଭଲ କି ପ୍ରଥମେ ଧୋଇକି ତାପରେ କାଟିବେ, ନହେଲେ ମାଟି ଫାଟି ଲାଗିଥାଏ ତ ଭଲ ଲାଗିବନି, ତରକାରୀଟା ଟିକେ ବାଲିଆ ଲାଗିବ। ସେଥିପାଇଁ କି ଟିକେ ଭଲସେ ଧୋଇକି ଏଗୁଡ଼ିକ କାଟିବେ। ତାପରେ ଏଠି ପୋଟଳ ତ ଆମର ମୁଁ କହିଦେଇଛି ଆପଣମାନଙ୍କୁ। ଆଉ ଏଠି ନେଇଛି ମୁଁ ଆଳୁ। ଆଳୁ ଏଠି ମୁଁ 2ଟି ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି।
आलू मु चोपा चांची देइथिली। तापरे एठी देखंतु एठी लूण आउ हळदी पानी रे मु एठी कंचा कदली गोटे आउ बाईगण गोटे एइतक जिनस पकेइकी रखिची। एई देखंतु तापरे परिबा गुडिक आपण माने सब बेले टिके बड़ बड़ खंड करिकी घांट पई काटुथिबे। तापरे एठी मु कड़ाई गरम कर सारलिनी। सेथिरे आमे गोटे चामच घियो पकाई देबा, जीरा टिके फुटाई देबा, किछि गुजराती लवंग आउ डालचीनी ताकू पकाई फुटाई नेबा। ता सहित तेजपत्र गोटे आउ मसला को जो बाटिकी रखिथिले ताकू पकाई कसी नेबा। एठी देखंतु बहुत बढ़िया बास्ना आसुची जेहेतु घियो रे आमे मसला टिकू कसुचे बहुत सुंदर बास्ना आसुची। तो एबे आमे सेथिरे टिके पानी ऐड करि नेबा। ए देखंतु जो मसला जो थिरे आमे बाटी थिले सेई थिरे आमे टिके पानी देकी मिक्स करके ताकू पकाई नेबा। तापरे एगुडी को भल भाबरे आमे कसी नेबा लो टू मीडियम फ्लेम करके। तापरे एथिरे आमे टिके हळदी गुंड देबा, लंका गुंड, धनिया गुंड आउ टिके करी पाउडर दउची। एठी मु करी पाउडर भेज नॉन भेज दी प्रकार थाए तो आपण माने देखिकी सेटा नै देबे। तापरे एठी मु गरम मसला टिके पकेइकी सबु मसला गुडी को भल से कसी नेउची। तो एठी देखंतु एबे आमे स्वाद अनुसार लूण पकाई देबा। तापरे मसला को कसी देबा। मसला को एमती टिके पानी सुखी गला परे अल्प पूरा लो फ्लेम रे रखिकी कसीबे बहुत सुंदर बास्ना आसीबो। एठी देखंतु मसला टिके टिके कड़ाई रे लागी आसलानी। तो एठी देखंतु एबे हमरो मसला कसाटी पूरा होई गलानी। एबे सेथिरे आमे जो काटिकी रखिथिबा परिबा गुडी को पकाई देबा। सबु परिबा एकाठी आमे पकाई देबा, गोटी गोटी कसीबा किछि आवश्यक नाही। एमिति हमरो साधा घांट दुई प्रकार करि परिबे। एमिति मसला रे कसिकी करि परिबे आ गोटे सिझेइकी मध्य करि परिबे। किंतु एमिति टिके मसलाटा कसी देले कोन हबो ना परिवार जो पानी अंश गुडी को टिके सुखी जीवो, भलो टेस्ट भी लागिबो। एबे आमे याकू मीडियम फ्लेम रे कसी नेबा। टिके भलो से कसी सारिबा परे याकू आमे घोड़ेई देबा। तो एठी देखंतु मसला सहित परिबा को भलो भाबरे मिसाई सारलिनी। तो एबे आमे गोटे ढांकुणी घोड़ेई देबा। घोड़ेइले कोन हबो ना जो कंचा अंश पानी गुडी को सब बाहरी आसीबो। तो परिवार कंचा बास्नाटा कमी जीवो। तो एठी देखंतु एमती 2-3-4 थर एमती घोड़ेई ताकू कसी नेबा। तापरे एपटे देखंतु हमर जो प्रेशर कुकर रे मु सबु बुट डाली कला बुट मटर सब सिझेइतिली बहुत भल भाबरे सिझी गलानी। एबे मु आपण मानक हाथ रे देखाउछु देखंतु पूरा एमती सिझिबा दरकार। तापरे आमे एठू खाली करि नबा। आ एपटे देखंतु परिबा उडी करू पानी बाहरी आसलानी। आ टिके भल भाबरे ताकू कसी नेबा। ए रेसिपीटा बनेबा बहुत सहज। एबे आमे देखंतु पानी अंश देखा जाउची। तो एई समय रे मु जो कदली को रखिथिली कदली को पकाई नेबा। बाईगणटा को मु अलगा करी रखी देइची। टिके लास्ट को पकेइबी आपण मानु कहिबी मु केतोळे पकेइबी बाईगणटा। एबे जदी पकेइ दबा कला पड़ी जिबार संभावना थाए काहे कि ना बाईगण गोटे जिंस टिके भलो गरम न पाइले कइथा पड़ी जाई थाए। एबे देखंतु केते सुंदर बास्ना आसुची आ बढ़िया से पानी गुडी को सब बाहरी आसलानी आ सिझी गलानी भी मध्य 50% हमरो परिबा गुडी को सिझी गलानी। एबे ए जो गजा मुग मु नेइथिली ताकू पकाई नेउची। आपण माने देखि परछन केते छोट छोट गजा होईची मु कहूथिली आपण मानंगु। तो एबे आमे ए गजा मुग को एथिरे भलो से कसी नेबा। गजा मुग को सब बेले परिबा 50% सिझिला परे पकेइबे देखबे आ बेसी सिझिबनी जेमती तो भल लागिबो खाइबा पई की। तापरे जो बोट मटर
ସବୁ ସିଝେଇକି ରଖିଥିଲି ତାକୁ ପକାଇ ନେବା ଆଉ ଭଲ ଭାବରେ କଷି ନେବା। ଆପଣମାନଙ୍କୁ ଆଉ ଯଦି କୌଣସି କାବୁଲି ବୁଟ ହଉ କି ରାଜମା ହଉ ଆଉ ଯେଉଁ ଶିମ୍ବ ମଞ୍ଜି ଭଳି ମିଳୁଛି ସେଇଟା ମଧ୍ୟ ଆପଣ ପକାଇ ପାରିବେ, ବତୁରେଇକି ସିଝେଇକି ପକାଇ ପାରିବେ। ତ ମୋ ପାଖେ ଯାହା ଥିଲା ମୁଁ ସେଇଆକୁ ପକାଇଛି। ଘାଣ୍ଟରେ ଆପଣମାନେ ଯେତେ ପ୍ରକାରର ଯେତେ ଭେରାଇଟିର ଡାଲି ଜାତୀୟ ଜିନିଷ ପକାଇ ପାରିବେ, ବହୁତ ଭଲ ଲାଗିବ। ତ ଏବେ ଦେଖନ୍ତୁ ଭଲସେ କଷି ହୋଇଗଲାଣି ମସଲା ସହିତ। ଏବେ ଆମେ ସେଥିରେ ଗରମ ପାଣି ଦେଇଦେବା। ଗରମ ପାଣି ଦେଲେ ବହୁତ ଭଲ ହେବ, ଭଲସେ ସିଝିବ ଆଉ ଟେଷ୍ଟ ବି ବହୁତ ଭଲ ଆସିବ। ତ ଏବେ ଦେଖନ୍ତୁ ଏବେ ଆମର ତରକାରୀ ଫୁଟି ଆସିଲାଣି। ଏହି ସମୟରେ ମୁଁ ବାଇଗଣକୁ ପକାଇ ନେଉଛି। ବାଇଗଣକୁ ପକାଇ ସାରିବା ପରେ ତାକୁ ଟିକେ ସାଙ୍ଗେ ସାଙ୍ଗେ ଆମେ ଘାଣ୍ଟିବା। ଆଉ ଯେତେବେଳେ ଆପଣମାନେ ବାଇଗଣ ପକାଇବେ ନା ସେତେବେଳେ ଗ୍ୟାସ୍ର ଫ୍ଲେମ୍କୁ ହାଇ ରଖିବେ। ତାପରେ ଏବେ ମୁଁ ଘୋଡ଼େଇ ସାରିବା ପରେ 1 ସେକେଣ୍ଡ ପରେ ମୁଁ ସିମ୍ କରିଦେଇଛି, ଗ୍ୟାସ୍ର ଫ୍ଲେମ୍ଟିକୁ ଲୋ କରିଦେଇଛି। ତାପରେ ଏବେ କାଢ଼ିକି ମୁଁ ଟିକେ ଭଲସେ ଘଣ୍ଟା ଘଣ୍ଟି କରିନେବି। ତ ଏବେ ଦେଖନ୍ତୁ ତରକାରୀକୁ ମୁଁ ବହୁତ ଭଲ ଭାବରେ ଘାଣ୍ଟି ସାରିଲିଣି। ତାକୁ ଆଉ କିଛି ସମୟ ଏମିତି ଫୁଟିବା ପାଇଁ ଛାଡ଼ିଦେବା। ଆଉ ବାଇଗଣର କଲର୍ ଆପଣମାନେ ଦେଖୁଛନ୍ତି ଟିକେ ବି ଚେଞ୍ଜ ହୋଇନି। ତାପରେ ଏବେ ଆମେ ସେଥିରେ ନଡ଼ିଆ କୋରା ପକାଇ ନେବା। କାଢ଼ିବାକୁ ଅଳ୍ପ ସମୟ ଥିବ ନଡ଼ିଆ କୋରାଟି ପକାଇବେ, ବହୁତ ଭଲ ବାସ୍ନା ଆସିବ ଆଉ ଖାଇବାକୁ ବି ବହୁତ ଭଲ ଲାଗିବ। ତାପରେ ନଡ଼ିଆ ପକାଇ ସାରିବା ପରେ ତାକୁ ଟିକେ ଆମେ ଏମିତି ତଳ ଉପର କରିନେବା, ଯେମିତି ନଡ଼ିଆ ଗୁଡ଼ିକ ମଧ୍ୟ ଭଲସେ ସିଝିଯିବ। ଏବେ ଆମେ ଘୋଡ଼େଇ ଦେଉଛେ। 4-5 ମିନିଟ୍ ପରେ ମୁଁ ଆପଣମାନଙ୍କୁ କାଢ଼ିକି ଦେଖାଉଛି। ଦେଖନ୍ତୁ ଏଇ ଦେଖନ୍ତୁ ବାଇଗଣ ବି ବହୁତ ଭଲ ଭାବରେ ସିଝିଛି ଆଉ କଲର୍ ଟିକେ ବି ଚେଞ୍ଜ ହୋଇନି। ତାପରେ ଏବେ ମୁଁ ଏଥିରେ ଟିକେ କସୁରୀ ମେଥି ପକାଇ ନେଉଛି। କସୁରୀ ମେଥିକୁ ମୁଁ ଏମିତି ପକାଉଛି, ଆପଣମାନେ ଚାହିଁଲେ ହାଲକା ଟିକେ ତାକୁ ଉଷୁମ କରିକି ବି ପକାଇ ପାରିବେ। ଯଦି ଆପଣମାନଙ୍କୁ ପସନ୍ଦ ତ ସେମିତି ପକାଇ ପାରିବେ, ନଚେତ ଏମିତି ବି ପକାଇବେ, ବହୁତ ଭଲ ଟେଷ୍ଟ ଆସିବ। ଏଠି ଦେଖନ୍ତୁ ଆଉ ତରକାରୀ କେତେ ବହଳିଆ ବି ହୋଇଗଲାଣି ଆପଣମାନେ ଦେଖିପାରୁଛନ୍ତି। ବୋଟ ମଟର ସବୁ ସେମିତି ଗୋଟା ଗୋଟା ରହିଛି। ଏବେ ଆମେ ଆଉ 2-3 ମିନିଟ୍ ପର୍ଯ୍ୟନ୍ତ ଏହାକୁ ଢାଙ୍କୁଣୀ ଲଗାଇଦେବା। ତ ଦେଖନ୍ତୁ 2-3 ମିନିଟ୍ ପରେ ମୁଁ ଆପଣମାନଙ୍କୁ ଦେଖାଉଛି କେତେ ବଢ଼ିଆ ସେ ବହଳିଆ ହୋଇଗଲାଣି। ଆଉ ମାନେ ଏତେ ସୁନ୍ଦର ଦେଖାଯାଉଥିଲା, ବାସ୍ନା ବି ଏତେ ସୁନ୍ଦର ହେଉଥିଲା। ଆପଣମାନେ ନିଜେ ବନେଇଲେ ଜାଣିପାରିବେ ଏହାର ଟେଷ୍ଟ କେମିତି ହେଉଛି। ଯେଉଁମାନେ ନୂଆ କରି ବନାଉଛନ୍ତି ତ ନିହାତି ଭାବରେ ଏମିତି ଗୋଟେ ରେସିପି ବନାନ୍ତୁ। ଏହାକୁ ଆମେ ଘଣ୍ଟା ଘଣ୍ଟି କରିସାରିବା ପରେ ତାକୁ ସେମିତି ଲୋ ଫ୍ଲେମ୍ରେ ରଖିଥିବା। ଆଉ ଆରପଟ ଚୁଲାରେ ମୁଁ ଗୋଟେ ପ୍ୟାନ୍ ବସାଇ ନେଉଛି, ତଡ଼କା ପ୍ୟାନ୍ଟେ। ତା ଦେହରେ ଟିକେ ଘିଅ ଆଉ ଜିରା ଟିକେ ଫୁଟାଇ ଦେଉଛି। ଶୁଖିଲା ଲଙ୍କା 2-3ଟି ପକାଇଦେବା। ତାପରେ ସେଇ ତଡ଼କାକୁ ଆଣିକି ତରକାରୀ ଉପରେ ଢାଳିଦେବା। ତାପରେ ସାଙ୍ଗେ ସାଙ୍ଗେ ତାକୁ ଢାଳିକି ତଡ଼କାଟା ଲଗାଇ ସାରିବା ପରେ ତାକୁ ଢାଙ୍କୁଣୀ ଦେଇଦେବା। ଏବେ ଆମେ ଯେଉଁ ଜିରା ଲାଗିଥିଲା ତଡ଼କା ପ୍ୟାନ୍ରେ ତ ସେଥିରେ ଅଳ୍ପ ଟିକେ ଗରମ ପାଣି ଦେଇକି ଏଥିରେ ମିକ୍ସ କରିଦେଉଛି ତରକାରୀରେ ଦେଇକି। ତାପରେ ଆମେ ଆଉ କିଛି ସମୟ ଏମିତି ଘଣ୍ଟା ଘଣ୍ଟି କରିନେବା। ଆଉ ଉପରୁ ଟିକେ ଡାଲଚିନି ଗୁଣ୍ଡ ପକାଇ ନେଉଛି, ବହୁତ ବଢ଼ିଆ ଫ୍ଲେଭର ଦେବ। ଏବେ ଦେଖିପାରୁଛନ୍ତି ଆମର ଘାଣ୍ଟ ତରକାରୀ କେତେ ସୁନ୍ଦର ଭାବରେ ରେଡ଼ି ହୋଇଯାଇଛି। ଏଇ ଦେଖନ୍ତୁ ଘାଣ୍ଟଟା ଏମିତି ହେଲେ ବହୁତ ଭଲ ଲାଗିବ ଖାଇବା ପାଇଁ। ଆଉ ଉପରେ ଟିକେ ଜିରା ଲଙ୍କା ଗୁଣ୍ଡ, ଭଜା ଜିରା ଲଙ୍କା ଗୁଣ୍ଡ ଟିକେ ପକାଇବେ, ଘର ଆହୁରି ମହମହ ହୋଇ ବାସି ଉଠିବ। ତାପରେ ଆମେ ଏଗୁଡ଼ିକ ସବୁ ଭଲ ଭାବରେ ଘାଣ୍ଟି ଦେବା। ଏଇ ଦେଖନ୍ତୁ ତ ଆମର ଘାଣ୍ଟ ପୁରା ରେଡ଼ି ହୋଇଯାଇଛି। ତ ଏବେ ଆମେ ଘାଣ୍ଟକୁ ଟିକେ ସର୍ଭ କରିନେବା। ଏଇଠି ଦେଖନ୍ତୁ ତ ଏଇଭଳି ଭାବରେ ଆପଣମାନେ ଆମର ସାଧା ଘାଣ୍ଟ ବନାନ୍ତୁ, ଖାଆନ୍ତୁ। ପର୍ବପର୍ବାଣି ହେଉ କି ଓଷା ଉପାସ ଯେଉଁଥିରେ ହେଲେ ଏଇଭଳି ସାଧା ଘାଣ୍ଟ ବନେଇକିରି ଖାଇପାରିବେ। ତ ଫ୍ରେଣ୍ଡସ୍ ଦେଖା ହେବ ମୋର ଆଉ ଗୋଟେ ଏପିସୋଡ଼ରେ ଆଉ ଗୋଟେ ନୂଆ ରେସିପି ସହିତ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।